ଆସନ୍ତୁ ଆଜି ଆମେ ଏକ ଏମିତି ଦୁନିଆକୁ ଯିବା ଯେଉଁଠି ବ୍ୟାଙ୍କ ନଥିଲା, ଆଜି ଭଳି ଟଙ୍କା ପଇସା ନଥିଲା, କିନ୍ତୁ ଧନର କୌଣସି ଅଭାବ ବି ନଥିଲା। ହଁ, ଋକ୍ ବୈଦିକ ଯୁଗରେ ସମ୍ପତ୍ତିର ଅର୍ଥ ଆଜିଠାରୁ ପୂରାପୂରି ଅଲଗା ଥିଲା। ତେବେ ଚାଲନ୍ତୁ ସେହି ସମୟର ଅର୍ଥନୀତିକୁ ଟିକେ ଭଲ ଭାବେ ବୁଝିବା। କେବେ ଭାବିଛନ୍ତି ଯଦି କାହାର ସାରା ଜୀବନର ସଞ୍ଚୟ ବା ସମ୍ପତ୍ତିର ଗୋଡ଼ ଥାନ୍ତା ଆଉ ତାହା ନିଜ ଇଚ୍ଛାରେ ଚାଲିଯାଇପାରନ୍ତା? ଶୁଣିବାକୁ ଟିକେ ଅଜବ ଲାଗୁଛି ନୁହେଁ କି? କିନ୍ତୁ ଋକ୍ ବୈଦିକ ଯୁଗର ଲୋକଙ୍କ ପାଇଁ ଏହା ଏକ ପ୍ରକାରର ବାସ୍ତବତା ଥିଲା। ସେତେବେଳେ ସମ୍ପତ୍ତି ମାନେ ସୁନା, ରୂପା କିମ୍ବା ବଡ଼ ବଡ଼ ଜମି ନଥିଲା। ସେମାନଙ୍କର ପ୍ରକୃତ ଧନ ଥିଲା ସେମାନଙ୍କର ପଶୁପଳ। ଆଉ ସେଥିମଧ୍ୟରୁ ସବୁଠୁ ମୂଲ୍ୟବାନ ଥିଲା ଗାଈ। ଗାଈ ହିଁ ଥିଲା ଧନ ଓ ସମ୍ମାନର ମୂଳ ମାପଦଣ୍ଡ। ତେବେ ଆସନ୍ତୁ ଏଇ ଯେଉଁ ଗୋକେନ୍ଦ୍ରିକ ଦୁନିଆ କଥା ଆମେ କହୁଛେ ସେଇ ଭିତରକୁ ଟିକେ ପଶିବା ଆଉ ବୁଝିବାକୁ ଚେଷ୍ଟା କରିବା ଯେ ଗାଈ କାହିଁକି କେବଳ ଗୋଟେ ପଶୁ ନଥିଲା ବରଂ ସେମାନଙ୍କର ପୂରା ସଭ୍ୟତାର ମୂଳଦୁଆ ଥିଲା। ବେଦରେ ଗାଈମାନଙ୍କୁ ଗୋଟେ ବିଶେଷ ନାଁ ଦିଆଯାଇଥିଲା, ଅଘନ୍ୟା। ଜାଣିଛନ୍ତି ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଯାହାକୁ ହତ୍ୟା କରାଯିବା ଅନୁଚିତ। ତେବେ ଏହି ଗୋଟିଏ ଶବ୍ଦରୁ ହିଁ ସବୁକିଛି ସ୍ପଷ୍ଟ ହୋଇଯାଉଛି ଯେ ଗାଈ କେବଳ ଏକ ସମ୍ପତ୍ତି ନଥିଲା ବରଂ ଏକ ସୁରକ୍ଷିତ ଏବଂ ପବିତ୍ର ସମ୍ପଦ ଥିଲା। ଆଉ ଜାଣିଛନ୍ତି ସେହି ସମାଜରେ ଗାଈର ମହତ୍ତ୍ୱ କେତେ ଥିଲା? ତାର ସବୁଠୁ ବଡ଼ ପ୍ରମାଣ କୌଣସି ପୁରୁଣା ଜିନିଷ କିମ୍ବା ଖନନରୁ ମିଳିନାହିଁ, ମିଳିଛି ସିଧାସଳଖ ସେମାନଙ୍କ ଭାଷାରୁ। ଏବେ ଏଇ ଟେବୁଲଟାକୁ ଟିକେ ଦେଖନ୍ତୁ, କେତେ ମଜାଦାର କଥା। ଯିଏ ଧନୀ ଲୋକ ତାକୁ କହୁଥିଲେ ଗୋମତ, ଯାହାର ସିଧା ଅର୍ଥ ହେଲା ଯାହାର ଗାଈ ଅଛି। ଆଉ ଯୁଦ୍ଧ ପାଇଁ ଶବ୍ଦ ଥିଲା ଗବିଷ୍ଠି, ଯାହାର ଆକ୍ଷରିକ ଅର୍ଥ ଗାଈ ଖୋଜିବା। ଏମିତିକି ଝିଅକୁ ଦୁହିତୃ କୁହାଯାଉଥିଲା, କାରଣ ଘରର ଝିଅମାନେ ହିଁ ଗାଈ ଦୁହୁଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସମୟ, ଦୂରତା, ପରିବାର ଓ ସମ୍ପତ୍ତି ଭଳି ସାଧାରଣ ଜିନିଷ ବି ଗାଈ ସହିତ କେମିତି ଯୋଡ଼ି ହୋଇ ରହିଥିଲା। ଏକଥା ଭାବିଲେ ହିଁ ଆଶ୍ଚର୍ଯ୍ୟ ଲାଗେ। ସେମାନଙ୍କ ପାଇଁ ଯୁଦ୍ଧର ମୂଳ କାରଣ ଥିଲା ଅଧିକରୁ ଅଧିକ ଗାଈ ହାସଲ କରିବା। ଏହା ଦର୍ଶାଉଛି ଯେ ଗୋ ସମ୍ପଦକୁ ନେଇ ସମାଜରେ କେତେ ବଡ଼ ସଂଘର୍ଷ ହେଉଥିଲା। ଏବେ ଭାବନ୍ତୁ, ଏତେ ଗାଈଗୋରୁ, ସେମାନଙ୍କୁ ଚରେଇବା ପାଇଁ ବହୁତ ଜାଗା ଦରକାର। ତେଣୁ ଗୋଟିଏ ଜାଗାରେ ସବୁଦିନ ପାଇଁ ରହିବା ତ ସମ୍ଭବ ନୁହେଁ। ବାସ୍ ଏଇ କାରଣରୁ ହିଁ ସେମାନେ ଏକ ଯାଯାବର ଜୀବନ ବଞ୍ଚୁଥିଲେ, ଯେଉଁଠି ପଶୁପାଳନ ହିଁ ମୁଖ୍ୟ ଥିଲା, କୃଷି ନୁହେଁ। ଏଇ ତୁଳନାକୁ ଦେଖିଲେ ପୂରା ଚିତ୍ରଟା ସାମ୍ନାକୁ ଆସିଯାଉଛି। ଗୋଟେ ପଟେ ପଶୁପାଳନ, ଯାହା ଥିଲା ସେମାନଙ୍କର ମୁଖ୍ୟ କାମ ଏବଂ ସେଇଥିପାଇଁ ସେମାନେ ଥିଲେ ଯାଯାବର, ଆଉ ଅନ୍ୟ ପଟେ ଥିଲା କୃଷି, ଯାହା ଟିକେ ଗୌଣ ଥିଲା ବା ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା। ସିଧା କଥା, ସେମାନଙ୍କର ସମାଜ ଗୋଠର ଆବଶ୍ୟକତା ଅନୁସାରେ ଗଢ଼ା ହୋଇଥିଲା, ସ୍ଥାୟୀ ଚାଷ ପାଇଁ ନୁହେଁ। ହେଲେ କେବଳ ଗାଈଗୋରୁ ଚରାଇଲେ ତ ସବୁକିଛି ଚଳିବନି ନା। ତେଣୁ ଏହି ପଶୁପାଳକ ସମାଜକୁ ସାହାଯ୍ୟ କରିବା ପାଇଁ ଆହୁରି ଅନେକ କାମ ଏବଂ କାରିଗରୀ ମଧ୍ୟ ସେତେବେଳେ ବିକଶିତ ହୋଇଥିଲା। ପୁରା ଗୋଟେ ଇକୋସିଷ୍ଟମ ଥିଲା, ବୁଝନ୍ତୁ। ଯୁଦ୍ଧରେ ଗାଈ ଜିତିବାକୁ ହେଲେ ଭଲ ଘୋଡ଼ା ଦରକାର, ଆଉ ସେ ଘୋଡ଼ା ପାଇଁ ରଥ ଦରକାର। ରଥ ତିଆରି କରୁଥିଲେ କାଠ କାରିଗର। ଶୀତରୁ ରକ୍ଷା ପାଇବା ପାଇଁ ପଶମର ଗୁଣାକାର ଥିଲେ। ନିଜର ସୁରକ୍ଷା ପାଇଁ ତମ୍ବା ଓ କାଂସ୍ୟର ଅସ୍ତ୍ର ତିଆରି କରୁଥିବା ଧାତୁ କାରିଗର ବି ଥିଲେ। ମାନେ ପ୍ରତ୍ୟେକ କାମ ପରସ୍ପର ସହ ଯୋଡ଼ି ହୋଇ ରହିଥିଲା ଆଉ ସେମାନଙ୍କର ଗୋକେନ୍ଦ୍ରିକ ଜୀବନକୁ ସମର୍ଥନ ଦେଉଥିଲା। ହେଲେ ଗୋଟେ ପ୍ରଶ୍ନ ଆସୁଛି, ଯେତେବେଳେ ଟଙ୍କା ପଇସା ନାହିଁ ଆଉ ଗାଈ ହିଁ ସବୁକିଛି, ସେତେବେଳେ କିଣାବିକା, ମାଲିକାନା ଏସବୁ କେମିତି ଚାଲୁଥିଲା? ଆସନ୍ତୁ ଜାଣିବା। ଦେଖନ୍ତୁ, ଆରମ୍ଭ ହେଲା ସିଧାସଳଖ ବସ୍ତୁ ବିନିମୟରୁ, ମାନେ ଗୋଟେ ଜିନିଷ ଦେଇ ଆଉ ଗୋଟେ ଜିନିଷ ନେବା। ଆଉ ଏଥିରେ ମୁଖ୍ୟ ମାଧ୍ୟମ ଥିଲା ଗାଈ। କିନ୍ତୁ ଧୀରେ ଧୀରେ ବ୍ୟବସ୍ଥା ଟିକେ ଜଟିଳ ହେଲା। ପଣି ବୋଲି ଗୋଟେ ବେପାରୀ ଗୋଷ୍ଠୀ ଆସିଲେ, ଯେଉଁମାନେ ବାଣିଜ୍ୟରେ ସାହାଯ୍ୟ କରୁଥିଲେ। ଏମିତିକି ବଡ଼ ବଡ଼ କାରବାର ପାଇଁ ସୁନାଖଣ୍ଡ, ଯାହାକୁ ନିଷ୍କ କହୁଥିଲେ, ତାର ବି ବ୍ୟବହାର ଆରମ୍ଭ ହେଲା। ଏହା ସେମାନଙ୍କ ବିକାଶଶୀଳ ଅର୍ଥନୀତିର ଏକ ସଂକେତ ଥିଲା। ଜମି ମାଲିକାନାକୁ ନେଇ ଗୋଟେ ବହୁତ ମଜାଦାର ବିତର୍କ ଅଛି। ଗୋଟେ ମତ କହୁଛି ଯେ ଗାଈ ଚରିବା ପାଇଁ ଯେଉଁ ବଡ଼ ବଡ଼ ପଡ଼ିଆ ଥିଲା ସେଗୁଡ଼ାକ ସମସ୍ତଙ୍କର ଥିଲା, ସାମୁଦାୟିକ। କିନ୍ତୁ ଆଉ ଗୋଟେ ମତ କହୁଛି ଯେ ଯେତେବେଳେ କୃଷିର ଗୁରୁତ୍ୱ ବଢ଼ିଲା, ଧୀରେ ଧୀରେ ଘରବାଡ଼ି ଆଉ ଚାଷ ଜମି ଉପରେ ବ୍ୟକ୍ତିଗତ ବା ପାରିବାରିକ ମାଲିକାନା ଆସିଲା। ଏଥିରେ ଜଣାପଡ଼ୁଛି ଯେ ସେମାନଙ୍କର ଅର୍ଥନୀତି ସ୍ଥିର ନଥିଲା, ବରଂ ସମୟ ସହ ବଦଳୁଥିଲା। ତେବେ ଏସବୁ ଆଲୋଚନାରୁ ଆମେ ଶିଖିଲେ କ'ଣ? ସବୁଠୁ ବଡ଼ କଥା ହେଉଛି, ଗୋଟିଏ ସମାଜ ପାଇଁ ଧନର ଅର୍ଥ କ'ଣ, ତାହା ହିଁ ତାର ପୂରା ଦୁନିଆକୁ ଗଢ଼ିଥାଏ। ତାର ଭାଷାଠୁ ଆରମ୍ଭ କରି ଯୁଦ୍ଧ ପର୍ଯ୍ୟନ୍ତ ସବୁକିଛି। ଋଗ୍ବୈଦିକ ସମାଜ ତ ଗାଈ ଚାରିପଟେ ଘୁରୁଥିଲା। ଏବେ ଟିକେ ଭାବିବାର କଥା, ଆଜି ଆମେ ଯେଉଁ ଦୁନିଆରେ ବଞ୍ଚୁଛେ ତାହା କେଉଁ ମୂଲ୍ୟବୋଧ ବା କେଉଁ ଜିନିଷ ଚାରିପଟେ ଘୁରୁଛି? ଏହି ଚିନ୍ତା ସହିତ ଆଜିର ଆଲୋଚନା ଏଇଠି ଶେଷ କରୁଛୁ।